ଘସିପୁରା ଗ୍ରାମରେ ରାମୁ ନାମକ ଏକ ଗୋପାଳକ ରହୁଥିଲା। ସେ ପ୍ରତିଦିନ ଜଙ୍ଗଲକୁ ଗାଈ ଚରାଇବାକୁ ଯାଏ। ହେଲେ ସେଦିନ ଜଙ୍ଗଲରେ ଗୋଟିଏ ଭୂତ ବସି ରହିଥାଏ। ଆଜି ଏଇ ବାଟ ଦେଇ ଯିଏ ଯିବ ତାକୁ ମୁଁ ମାରି ଖାଇବି। ହେ ରାମୁ, ରହିଯା, ମୁଁ ତତେ ଆଜି ମାରି ଖାଇବି। ନା ନା, ମୋତେ ମାରେ ନା, ମୁଁ କାଲି ତୋ ପାଇଁ ହାଣ୍ଡିଏ ମାଂସ ଆଣିଦେବି, ତୁ ଖାଇବୁ। ଆଜି ମୁଁ ତତେ ଛାଡ଼ି ଦେଉଛି, କାଲି ମୋ ପାଇଁ ମାଂସ ହାଣ୍ଡିଏ ଆଣିଥିବୁ, ନହେଲେ ମୁଁ ତତେ କାଲି ମାରିଦେବି। ହଁ ଯାଉଛି। ତାପରେ ରାମୁ ତାନ୍ତ୍ରିକ ପାଖକୁ ଗଲା ଆଉ ତାନ୍ତ୍ରିକକୁ ସବୁ କଥା କହିଲା। ସେ ଭୂତ କଥା ତୁ ଚିନ୍ତା କରେନା, ତା କଥା ମୁଁ ବୁଝିବି। ସେ ସମସ୍ତଙ୍କୁ ହଇରାଣ କରୁଛି, ରହ, ଆଜି ତାକୁ ପାନେ ଦେବି, ରହ। ହଁ ଆଜ୍ଞା, ତାକୁ ମାରି ଦିଅନ୍ତୁ। ତାପରେ ତାନ୍ତ୍ରିକ ଆଉ ରାମୁ ଭୂତ ପାଖକୁ ଗଲେ। ହେ ରାମୁ, ତୁ କାହାକୁ ଧରିକି ଆସିଛୁ? ମୋ ମାଂସ ହାଣ୍ଡି କାଇଁ? ମାଂସ ଖାଇବୁ? ନେ, ଏ ହାଣ୍ଡିରେ ଅଛି, ନେ ଖା। ତାପରେ ତାନ୍ତ୍ରିକ ଭୂତକୁ ମାଟି ହାଣ୍ଡିରେ ପୂରେଇ ନେଇ କୁଆଡ଼େ ଛାଡ଼ିଦେଲା।